କେତେ ମରିବା ଚିଫ ସେକ୍ରେଟାରୀ ହୋମ ସେକ୍ରେଟାରୀ ଡିଜି ପୁଲିସ ଏମିତି ନାରୀ କୋଡ଼ିଏ ହିଁ ମରିବା ଏମିତି ନାରୀ ରେପ୍ କରିବା ସାଧାରଣ ସ୍କୁଲରେ ପିଲା ଗୁଡାକ ସପ୍ତମ ଅଷ୍ଟମରେ ପଢୁଛନ୍ତି ପ୍ରେଗନେଣ୍ଟ ହେଇକି ବୟାନଟା ଅବସ୍ଥା ତ ସମସ୍ତେ ଜାଣନ୍ତି ଭାରତବାସୀ ଜାଣନ୍ତି ଯାହା ଥିଲା ଥିଲା ଖାଲି ଅନୁଗୁଳରେ ଗଣ ବଳତ୍କାର ଆଉ ଅସମ୍ଭାଳି ହବ ସ୍ୱାମୀଶ୍ରୀ ବାଲେଶ୍ୱର ଗଲେ ସମିତା ଖତୁନ ବଳଙ୍ଗା ଗଲା ସଙ୍ଗୀତା ପରିଡ଼ା ପାଟକୁରା କାଲି ପୋଡ଼ି ହେଇ ମରି କେତେ ମରିବେ ହେ ମୋହନ ମାଝୀ କେତେ ମରିବେ ହେ ଚିଫ ସେକ୍ରେଟାରୀ ହୋମ ସେକ୍ରେଟାରୀ ଡିଜି ପୁଲିସ ଆଜି ଫେର ଅନୁଗୁଳ ଜିଲ୍ଲାରେ ଗଣ ବଳାତ୍କାର ଏ ନାରୀ ନିର୍ଯାତନ ସୀମା ନାହିଁ ଏ ଅପାରଗ ସରକାର ଗୋଟେ ମହନ ସରକାର ଆମ ମା ଭଉଣୀଙ୍କର ଇଜ୍ଜତ ଆଉ ନାହିଁ କେତେ ପୋଡ଼ି ହେଇ ମରିବେ କାଲି ସଙ୍ଗୀତା ପରିଡ଼ା କୋଠା ମୁଣ୍ଡେଇ ପୋଡ଼ି ହେଇ ମରିଛି फाइनल ईयर भी तेरा था कि दारुण दुख ओए समिता खतुन मला एपर्यंत किसी जना पड़ानी बलंगा पवन रे निया लगिला ताती लज्जा घोर लज्जा समस्या अवस्था तो समस्त जानती भारतवासी जानते ଯାହା ଥିଲା ଥିଲା ଖାଲି ଅନୁଗୁଳରେ ଗଣ ବଳତ୍କାର ଆଉ ଅସମ୍ଭାଳି ହବ ଓଡିଶା ପରିସ୍ଥିତି ସାଂଘାତିକ ଏକଦମ ଅତି ନିନ୍ଦନୀୟ ସବୁଦିନ ଗୋଟେ ପ୍ରହସନ ଚାଲିଛି ନାରୀ ନିର୍ଯାତନା ନାରୀ ପୋଡ଼ି ନାରୀ ହତ୍ୟା ନାରୀ ମର୍ଡର ଖାଲି ନାରୀ ଲଜ୍ଜା ଘୋର ଲଜ୍ଜା ଭାରି ଦୁଃଖ ଲାଗୁଛି ଜଣେ ନାଗରିକ ହିସାବରେ ମୁଁ କହିବାକୁ ବାଧ୍ୟ ହଉଛି ଏଭଳିଆ ଅପାରଗ ସରକାର କେବେ ଦେଖା ନଥିଲା ଏମିତି ନାରୀ ନିର୍ଯାତନା ଏମିତି ନାରୀ କୋଡ଼ିଏ ହିଁ ମରିବା ଏମିତି ନାରୀ ରେପ୍ କରିବା ସାଧାରଣ ସ୍କୁଲରେ ପିଲା ଗୁଡାକ ସପ୍ତମ ଅଷ୍ଟମରେ ପଢୁଛନ୍ତି ପ୍ରେଗନେଣ୍ଟ ହେଇକି ବୟାନଟା ଗୋଟା କେହି ଆରେଷ୍ଟ ହେଲେ 382ଟା ଝିଅଙ୍କୁ ରେପ୍ କରି ମର୍ଡର କରାଗଲାଣି ଆଉ ଏ ତିନିଟା ତ ନାଁ ପଡିଲି ପୋଡ଼ି ହେଇଛନ୍ତି କାଲି ଲାଷ୍ଟକୁ ଅନୁଗୁଳରେ ଗୋଟେ ମାସ୍ ରେପ୍ ହେଇଛି ଲଜ୍ଜା ଘୋର ଲଜ୍ଜା